आज आम आ गोटे नुआ गप शुणा। गपटी तुम मानक निश्चय भल लगे। गपटीर ना हो हसिले गलाप कांदिले मोती है कि हसिले गलाप कांदिले मोती। ताले ए गपटी को आरंभ करवा। तुम माने मन देकी शुणिब। जड़े राजांकर तीन झीओंकर विवाह बयस हो जाइथिला। बहु राजकुमार सेमानंकु विवाह करिया पाई मन बड़ाइथिले। राजा किंतु सेमानंकु मना करी फेराई देइथिले। दिने राजा तीन झीओंकु पाखकु डाकी तीनोटी धनु आ तीर देई कहिले, देख तुम्हें माने एई तीर मारिबो। जहार तीर जेउठी जाई लाखी रहिबो से सेठी विवाह करिबो। प्रथमे बड़ झीवर पाଳି पड़िला। से खूब जोरे तीर मारिला। तीरटी साई किना जाई पाख राज्यर जड़े साधवंक घरे लाखी गला। राजा साधव बुढ़ार पुओ सहित निज झील को विवाह देले। एबे मझिया झीवर पाଳି पड़िला। से तीर छाड़िला। तीरटी साई किना जाई आ गोटे राज्यर राजांक उआसरे लागिला। राजा मझिया झील को से राज्यर राजकुमारंक सहित विवाह देले। एथर पाଳି पड़िला सबा सान झीवर। सान झील तीर छाड़िला। तीरटी साइकिना जाई बण भितरे रहुथिबा जड़े काठुरियार घर उपरे लागिला। सान झीवर तीर गोटे काठुरिया घरे लागिथिबारु राजा राणी और अन्य समस्तक मन दुखरे पूरीगला। राजा झील को कहिले, झील आउ थरे तीर मार। ए तीरटी जेउठी जाई लागिबो तू सेठी विवाह करिवु। झील किंतु मना करी कहिला, बापा आपणक पण को आपण रक्षा करंतु। मो तीरटी जेउठी बाजिछि मु सेठी ही विवाह करिबी। राजा बा आउ कौन कहिबे। खूब दुखर सहित से झील को काठुरिया सहित विवाह देले। सान झील विवाह परे बणरे थिबा काठुरियार कुड़ियारे जाई रहिला। से सेठी घरर सबू काम कला। मझिरे मझिरे से ता स्वामी सहित बण को जाई कटा होइथिबा काठ तक बोही आनिला। गरीब घरे विवाह करिथिबारु ता मनरे टिकिए भी दुख नथिला। किछि वर्ष गला परे सान झीयर झीयटीए हैला। झीयटी अति सुंदर देखा जाउथिला। से जेतेबेले कांदुथिला तार प्रत्येक टोपा लुह मतीर रूप नेउथिला। आउ से हसिले ता ओठरू गोलाप फूल परी गोलाप फूल झरी पड़ुथिला। झीयटीर नाम सेमाने सुमुखी रखिले। क्रमे आखपाख सबु आड़े ये अभूत झील संबंध रे प्रचार हो गला। झीयटी को देखिया पाई काठुरियार कुड़िया पाखरे लोकंक भिड़ जमिला। काठुरिया सुमुखीर जत्न नेवा पाई गोटे माल्याणी बुढ़ी को नियुक्त करिथिला। क्रमे सुमुखी जेतेबेले बड़ हैला ता रूप आहुरी सुंदर देखागला। पाख राज्यर आउ जणे राजा निश्चित कले जे तांकरी पुओ को से एभली एक गुणयुक्त झील सहित विवाह देबे। तेणु से विवाह प्रस्ताव आगत कले।
ସମସ୍ତେ ଏ ପ୍ରସ୍ତାବ ଶୁଣି ଖୁସି ହୋଇଗଲେ। କିନ୍ତୁ ଜଣେ ଦୁଃଖିତ ଥିଲା। ସେ ହେଉଛି ମାଲ୍ୟାଣୀ ବୁଢ଼ୀ। ସେ ମନେ ମନେ ମନ୍ଦ ଚିନ୍ତା କରୁଥିଲା। ଦିନେ ମାଲ୍ୟାଣୀ ବୁଢ଼ୀ ରାଜାଙ୍କ ପାଖକୁ ଯାଇ କହିଲା, ମଣିମା, ବିବାହ ଦିନ ଆପଣ 2ଟି ପାଲିଙ୍କି ପଠାଇବେ। ଗୋଟିଏ ପାଲିଙ୍କିରେ ସୁମୁଖୀ ଓ ଅନ୍ୟଟିରେ ମୁଁ ବସି ଆପଣଙ୍କ ଉଆସକୁ ଆସିବୁ। ମୁଁ ଯେତେବେଳେ ଛୋଟରୁ ସୁମୁଖୀର ଯତ୍ନ ନେଇ ତାକୁ ବଡ଼ କରାଇଛି, ତେଣୁ ମୋର ବି ତ ଆତ୍ମସମ୍ମାନ ରହିଛି। ରାଜା ମାଲ୍ୟାଣୀ ବୁଢ଼ୀର କଥା ଶୁଣି ମୁରୁକି ମୁରୁକି ହସିଲେ। ସେ ବିବାହ ଦିନ 2ଟି ପାଲିଙ୍କି ପଠାଇଦେଲେ। ମାଲ୍ୟାଣୀ ମନେ ମନେ ମନ୍ଦ ବୁଦ୍ଧି ପାଞ୍ଚୁଥିଲା। ସେ ଭାବୁଥିଲା ଯେ ଯଦି କୌଶଳ କରି ସେ ନିଜ ଝିଅକୁ ବହୁ ବେଶରେ ରାଜ ଉଆସକୁ ପଠାଇ ସୁମୁଖୀକୁ ବଣକୁ ପଠାଇ ଦେଇପାରିବ, ତେବେ ତା ଝିଅ ରାଜରାଣୀ ହୋଇଯିବ। ତେଣୁ ବିବାହ ଦିନ ଯେମିତି 2ଟି ପାଲିଙ୍କି ଆସିଲା, ସେ ଗୋଟିଏ ପାଲିଙ୍କିରେ ନିଜେ ବସିଲା ଓ ଅନ୍ୟ ପାଲିଙ୍କିରେ ସୁମୁଖୀକୁ ବସାଇଦେଲା। 2ଟି ପାଲିଙ୍କି ଆଗକୁ ବଢ଼ିଲା। କିଛି ବାଟ ଗଲା ପରେ ସେ ପାଲିଙ୍କି କାନ୍ଧେଇଥିବା ଲୋକମାନଙ୍କୁ କିଛି ଟଙ୍କା ଲାଞ୍ଚ ଦେଇ ସୁମୁଖୀକୁ ଜଙ୍ଗଲ ଭିତରେ ଛାଡ଼ି ଦେଇ ଆସିବା ପାଇଁ କହିଲେ। ଅନ୍ୟ ପାଲିଙ୍କିଟିରେ ସେ ନିଜ ଝିଅକୁ ବସାଇ ରାଜ ଉଆସକୁ ପଠାଇଦେଲା। କିଛି ବିଳମ୍ବ ପରେ ସୁମୁଖୀ ବସିଥିବା ପାଲିଙ୍କିଟି ଜଙ୍ଗଲରୁ ଫେରିଲା। ଏହି ପାଲିଙ୍କିରେ ମାଲ୍ୟାଣୀ ବସି ରାଜ ଉଆସକୁ ଗଲା। ଆଗ ପଛ ହୋଇ ଆସିଥିବା ପାଲିଙ୍କି 2ଟିକୁ ରାଜା ଓ ଅନ୍ୟ ଲୋକମାନେ ସମ୍ମାନରେ ସ୍ୱାଗତ କଲେ। ତାପରେ ବିବାହ ହେଲା ବହୁ ଆଡ଼ମ୍ବରରେ। କିନ୍ତୁ ବିବାହ ପରେ ରାଣୀ ଦେଖିଲେ ଝିଅଟି କାନ୍ଦିଲେ ତା ଆଖିରୁ ମୋତି ଝରୁନାହିଁ କି ହସିଲେ ଗୋଲାପ ପଡ଼ୁନାହିଁ। ଝିଅଟି ହସିଲା ବେଳେ ବରଂ ତା ମୁହଁଟି ଆହୁରି ଅସୁନ୍ଦର ଦେଖାଯାଉଛି। ତାଙ୍କ ମନଟା ଏ ପାଇଁ ଦୁଃଖରେ ପୂରିଗଲା। ତେବେ ଏହା ଭିତରେ କି ରହସ୍ୟ ଅଛି ଜାଣିବା ପାଇଁ ସେ ଅପେକ୍ଷା କଲେ। ଏଣେ କିନ୍ତୁ ଜଙ୍ଗଲ ଭିତରେ ସୁମୁଖୀ ବସି ତୁହାଇ ତୁହାଇ କାନ୍ଦୁଥାଏ। ତା ପାଖରେ ବହୁ ମୋତି ଖଣ୍ଡମାନ ଝରି ହୋଇ ପଡ଼ୁଥାଏ। ଭାଗ୍ୟକୁ ସେହି ବାଟ ଦେଇ ଜଣେ ବୁଢ଼ା ଯାଉଥିଲା। ଝିଅଟିର କାନ୍ଦିବାର ଦେଖି ବୁଢ଼ା ତା ପାଖକୁ ଆସିଲା। କାନ୍ଦୁଥିବା ଝିଅଟିର ଆଖିରୁ ମୋତି ଝରୁଥିବା ଦେଖି ସେ ଆଶ୍ଚର୍ଯ୍ୟ ହୋଇଗଲା। ସେ ସୁମୁଖୀକୁ ଘରକୁ ନେଇ ନିଜର ଝିଅ ଭଳି ପାଳିଲା। ବୁଢ଼ାର ଆଉ ଅଭାବ ବି ରହିଲା ନାହିଁ। ସେ ସୁମୁଖୀ ଆଖିରୁ ଝରି ପଡ଼ୁଥିବା ମୋତିକୁ ବଜାରରେ ବିକ୍ରି କରି ବହୁତ ଟଙ୍କା ପାଇଲା। ମଝିରେ ମଝିରେ ସୁମୁଖୀ ବୁଢ଼ାର ସ୍ନେହ ମମତା ପାଇ ହସି ଉଠୁଥାଏ। ସେ ହସିବା କ୍ଷଣି ଅତି ସୁନ୍ଦର ଗୋଲାପ ତା ଓଠରୁ ଝରି ପଡ଼ୁଥାଏ। ଦିନକର କଥା, ବୁଢ଼ା ସେହି ଗୋଲାପ ଫୁଲମାନ ନେଇ ରାଜ ଉଆସକୁ ବିକିବାକୁ ଗଲା। ବୁଢ଼ା ପାଖରେ ଅତି ସୁନ୍ଦର ଗୋଲାପ ଫୁଲମାନ ଦେଖି ରାଣୀ ଆଶ୍ଚର୍ଯ୍ୟ ହେଲେ। ସେ ତାକୁ କହିଲେ, ବୁଢ଼ା, ଏ ଋତୁରେ ତ ଗୋଲାପ ଫୁଲ ଫୁଟେ ନାହିଁ। ଫୁଲତକ ତୁମେ କେଉଁଠୁ ପାଇଲ? ରାଣୀଙ୍କ କଥା ଶୁଣି ବୁଢ଼ା ସୁମୁଖୀର କଥା କହିଲା। ସୁମୁଖୀର ନାଁ ଶୁଣି ରାଣୀଙ୍କୁ ଆଉ କୌଣସି କଥା ଅଛପା ରହିଲା ନାହିଁ। ସେ ନିଜେ ପାଲିଙ୍କିରେ ବସି ବୁଢ଼ା ଘରେ ଯାଇ ପହଞ୍ଚିଲେ। ରାଣୀକୁ ଦେଖି ସୁମୁଖୀ କାନ୍ଦି କାନ୍ଦି ମାଲ୍ୟାଣୀର କଥା କହିଲା। ସୁମୁଖୀ କାନ୍ଦିଲା ବେଳେ ତା ଆଖିରୁ ଖାଲି ମୋତି ଝରି ପଡ଼ୁଥାଏ। ସୁମୁଖୀ ମୁଖରୁ ସମସ୍ତ କଥା ଶୁଣି ରାଣୀ ତାକୁ ରାଜ ଉଆସକୁ ନେଇଗଲେ। ମାଲ୍ୟାଣୀର ଚକ୍ରାନ୍ତ ସମସ୍ତଙ୍କୁ ଜଣାପଡ଼ିଲା। ରାଣୀଙ୍କ ଆଦେଶରେ ମାଲ୍ୟାଣୀ ଆଉ ତା ଝିଅକୁ ବନ୍ଦୀ ଗୃହକୁ ପଠାଇ ଦିଆଗଲା। ଏହାପରେ ସୁମୁଖୀର ବିବାହ ଖୁବ୍ ଆଡ଼ମ୍ବର ସହକାରେ ପାଳିତ ହେଲା।
ସେତେବେଳେ ସୁମୁଖୀର ମନ ଆନନ୍ଦରେ ପୂରି ଉଠିଲା। ସେ ମୁରୁକି ମୁରୁକି ହସିଲା। ତାରି ହସରେ ବିବାହ ମଣ୍ଡପ ଖାଲି ଗୋଲାପ ଫୁଲରେ ଭରି ଉଠିଲା। ଏଣିକି ସୁମୁଖୀର ଦିନଗୁଡ଼ିକ ଆନନ୍ଦରେ ବିତିଗଲା। ତାହେଲେ ଗପଟି ତୁମମାନଙ୍କୁ ନିଶ୍ଚୟ ଭଲ ଲାଗିଥିବ। ତାହେଲେ ଆଜି ପାଇଁ ଏତିକି, ରହିଲି। ଧନ୍ୟବାଦ।